ଆପଣଙ୍କୁ ବିଜୁ ଜନତା ଦଳ ନା ଇନଡିସିପ୍ଲିନ ଆଟିଚ୍ୟୁଡ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରଲା ଆପଣଙ୍କୁ କଣ କହିବେ ଆପଣ? ମୁଁ ଏ ସମ୍ପର୍କରେ ପ୍ରେସ୍ ଡାକି କହିବି। ବିଜୁ ଜନତା ଦଳ ପାଇଁ ବହୁ ପରିଶ୍ରମ ହେଇଛି, ବହୁ ରାତି ନିଦ୍ରା ହେଇଛି। ଯୋଉମାନେ ବିଜୁ ଜନତା ଦଳର ଆକାଉଣ୍ଟକୁ ନେଇ ବାହାର ରାଜ୍ୟରେ ଖୋଲିବେ ୱିଦାଉଟ୍ ଦି ନଲେଜ ଅଫ୍ ପାର୍ଟି, ଲିଡର ଥାଉ ଥାଉ ଖୋଲିବେ, ସେଇଟା ବରଦାସ୍ତ କରାଯିବ ନାହିଁ। ସେଇଥିପାଇଁ ରିଆକ୍ଟ କରିଛି। ବିଜୁ ଜନତା ଦଳର ଆକାଉଣ୍ଟ ବାହାରେ ଖୋଲା ହବ ରାଜ୍ୟରେ। ଏଠି ତ ଅଛନ୍ତି ଆମ ମୁଖ୍ୟମନ୍ତ୍ରୀ ଅଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି, ଦଳର ସଭାପତି ଅଛନ୍ତି। ଆଉ ଯୋଉ ଲୋକଙ୍କୁ ଡିକ୍ଲାର ହବ ସିଏ ସେଥିରେ ଯଦି ସିଗ୍ନେଚରୀ ଥିବେ, ଏ ସତ୍ୟ ଏସବୁ ଖବର ପାଇ ରିଆକ୍ସନ ହେଇ ସତ କଥାଟା କୁହାଯାଇଛି। ଏବଂ ପାର୍ଟି ଠିକ କଥା କହେ, ନୀତି କଥା କହେ, ପାର୍ଟି ପାଇଁ ପରିଶ୍ରମ କରୁଛି। ଯୋଉମାନେ ଏକ୍ସପେଲ କରୁଛନ୍ତି ମତେ ସେମାନେ ରାତି ଅନିଦ୍ରା ହେଇନାହାନ୍ତି। ଆଉ ପାର୍ଟି ରାତି ଅନିଦ୍ରା ବହୁ ରାତି ହେଇଛି, ଅନିଦ୍ରା ହେଇଛି ବୋଲି କଷ୍ଟ ହଉଥିଲା ବୋଲି ଯାଇଥିଲି। ଆଉ ଦଳର ଟଙ୍କା ପାଇଁ ବଣ୍ଡଠୁ ଆରମ୍ଭ କରି ବିଭିନ୍ନ ଟଙ୍କା ମଧ୍ୟ ପାର୍ଟିରେ ରହିଛି। ଓଡ଼ିଶାବାସୀଙ୍କର ବିଜୁ ଜନତା ଦଳର 188 କୋଟି ଟଙ୍କା ଅଛି। ତେଣୁ ସେ ଟଙ୍କାକୁ ବାହାର ରାଜ୍ୟରେ ଆକାଉଣ୍ଟ ଖୋଲା ହବ, ସେଥିରେ ସିଗ୍ନେଟରୀ ଯୋଉମାନେ ରହିବେ, এটা କେମିତି ସମ୍ଭବ? ଆମେ ସବୁ ପରିଶ୍ରମ କରିକୁ ବିଭିନ୍ନ ସମୟରେ ବଣ୍ଡ ଯେତେବେଳେ ଲେଟ୍ ପାରିମୋହନ ମହାପାତ୍ର ଥିଲେ, କେତେ ବଣ୍ଡ ଆସିବ, କଣ ଆସିବ, କେତେ ବିଭିନ୍ନ ସମୟରେ ଅର୍ଥ ପାର୍ଟି ପାଇଁ ହେଇଛି। ଯିଏ କହୁଥିବ ପାର୍ଟି ଆମର ସବୁ ଅବଦାନ, ହାଉ ଇଟ୍ ଇଜ୍? ଏସବୁ କଥାକୁ ମାନେ ଠିକ ନୁହଁ। ଏଟା ଠିକ କଥା କହେ। ମୋର ଯୋଉମାନଙ୍କ କଥାରେ ମୁଁ କହିଥିଲେ ରାଜନୀତିରେ ଡାଇରେକ୍ଟ ଇଲେକ୍ସନରେ ଭାଗ ନେବିନି, ସେଟା ଷ୍ଟାଣ୍ଡ ରହିଛି। ଆହୁରି ସମୟ ଆସିଗଲା, ସତ୍ୟ ପ୍ରକାଶିତ ହବ ସବୁ କଥାରେ। ତେଣୁ ଆମେ ଜଣେ ସତ୍ ଲୋକ, ଦଳ ପାଇଁ ପରିଶ୍ରମ କରିଛୁ, ବହୁ ପରିଶ୍ରମ କରିଛୁ ଦଳ ପାଇଁ। ଓଡ଼ିଶାରେ ବିଭିନ୍ନ କୋଣରେ ଯାଇ ଅର୍ଗାନାଇଜେସନ କରିଛୁ। ତେଣୁ ଯିଏ ଯୋଉମାନେ ଏକ୍ସପେଲ କରୁଛନ୍ତି ସେମାନେ ନେତା କରିଛନ୍ତି, ଠିକ ଅଛି। ସମୟ ଆସିଲେ ଆହୁରି ସବୁ କଥା ପ୍ରକାଶିତ ହବ। ଗୋଟେ କଥା ହଉଛି ଯେ ଆଜି ଆପଣ ଯୋଉଭଳି ଭାବରେ ରିଆକ୍ଟ କଲେ, ତାର ଇଏ ପ୍ରତିଫଳନ ବୋଲି କୁହାଯାଇ ପାରିବ କି? ଯେ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଲେ, ଆପଣ ଇନଡିସିପ୍ଲିନ ଆଟିଚ୍ୟୁଡ, ବିଶୃଙ୍ଖଳା କଲେ, ଯୋଉଥିପାଇଁ ଆପଣଙ୍କୁ ସସ୍ପେଣ୍ଡ କରାଗଲା। ଏଥିରେ ଇନଡିସିପ୍ଲିନ କଣ ଥିଲା? ମୁଁ ଲିଡରକୁ ଯାଇ କହିଲି ଯେ ଏଭଳି କଥା, ଯୋଉମାନେ ଲିକୁଇଡ ମନି 4000 କୋଟି ଟଙ୍କାର 24 ବର୍ଷ ଭିତରେ କୋଉଠି କଣ ଅଛି, ଯେତେବେଳେ ଯାହାକୁ ପଚାରିଲେ କାହା ପାଖରେ ପଇସା ନାହିଁ, ସେ କଥା ଛାଡନ୍ତୁ। ଏବଂ 826 କୋଟି ଟଙ୍କା ରହିଛି ପାର୍ଟି ଟଙ୍କା, ସେଥିରେ ଆମର ମଧ୍ୟ ଅଧିକାର ଅଛି। କର୍ମୀ ଭାବରେ ରାତି ଅନିଦ୍ରା ବହୁତ ହେଇଛୁ, ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କ ପଇସା ଆଦାୟ କରି ଦିଆହେଇଛି, ଓଡ଼ିଶାବାସୀ ବି ଦେଇଛନ୍ତି। ସେ ଟଙ୍କାକୁ ଯଦି ହଠାତ୍ ଜଣେ ନେଇକି ବାହାର ରାଜ୍ୟରେ ଆକାଉଣ୍ଟ ଖୋଲା ହବ, ଆଉ ଯୋଉ ଯାହାଙ୍କ ନାଁ ଘୋଷଣା ହବ ସେ ସେଥିରେ ସିଗ୍ନେଟରୀ ରହିବେ, ହାଉ ଇଟ୍ ଇଜ୍ ପସିବଲ? ଆଇ କ୍ୟାନଟ୍ କମ୍ପ୍ରମାଇଜ। ଯିଏ ହଉ, ଯେ ଆଇ ବର୍ତ୍ତମାନ କ୍ୟାନଟ୍ କମ୍ପ୍ରମାଇଜ। ଆପଣଙ୍କର ଆଗାମୀ ପଦକ୍ଷେପ କଣ ହବ, କଣ ଆଭିମୁଖ୍ୟ ରହିବ? କିଛି ପଦକ୍ଷେପ ନାହିଁ। ମୁଁ କେବଳ ଜଣେ ଭଲ ମଣିଷ ନବୀନ ପଟ୍ଟନାୟକଙ୍କର ଦୀର୍ଘ ଜୀବନ କାମନା କରୁଛି। ସେ ବଞ୍ଚିକି ସୁସ୍ଥ ଥାନ୍ତୁ, ସୁସ୍ଥ ନିରାମୟ ଜୀବନ କାମନା କରୁଛି। ଯେ ରାଜନୈତିକ କ୍ୟାରିୟର ଆପଣ ହାମ୍ପର ହବନି ଭାବୁନାହାନ୍ତି? ମୋର କ୍ୟାରିୟରକୁ ହ୍ୟାମ୍ପର ବିଜୁ ଜନତା ଦଳ ବହୁତ କରିଛି, ଟିକେ ନୁହେଁ। ଖାଲି ଏମଏଲଏ ଷ୍ଟାମ୍ପ ବହୁତ ହ୍ୟାମ୍ପର କରିଛି କ୍ୟାରିୟରକୁ। ସେ କଥା ପ୍ରକାଶିତ ବି ହବ। ବହୁତ ବହୁତ ହ୍ୟାମ୍ପର କରିଛି ବିଜୁ ଜନତା ଦଳ। ତେଣୁ ସମୟ ହିଁ ବଳବାନ। ଯେ ବର୍ତ୍ତମାନ ଯୋଉମାନେ ପ୍ରକୃତ କଥା କହୁଛନ୍ତି, ଦୋଷ ତ୍ରୁଟି ଦେଖାଉଛନ୍ତି, ବିଜୁ ଜନତା ଦଳରେ ବର୍ତ୍ତମାନ ଦେଖାଯାଉଛି ଗୋଟେ ପର୍ବ ଆରମ୍ଭ ହେଇଛି ଏକ୍ସପେଲ ର, ସସ୍ପେନସନ ର। ତ ଆପଣ ତାକୁ କେମିତି ଦେଖୁଛନ୍ତି? ଦଳ ଏହା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହଉଛି ନା ଦଳ ଆହୁରି ଶୃଙ୍ଖଳିତ ହେଇଯାଉଛି? ଆଜି ପର୍ଯ୍ୟନ୍ତ ଦଳରେ ଭଲ ଭଲ କଥା କହିକି ଆସେ। ଆଜି ପର୍ଯ୍ୟନ୍ତ ଯୋଉ ଷ୍ଟ୍ରାଟାଜିରେ ଦଳ ଚାଲିଛି, ଯୋଉ ଷ୍ଟ୍ରାଟାଜିରେ ଦଳ ଚାଲିଥିଲା, ଅବଜରଭର ଇଏ ହଉଛି ପ୍ରଭାତ ବିଶ୍ୱାଳର ଲେଖା, ସବୁ ପୋଥି ଥୁଆ ହେଇଛି। ଏବଂ ଓଡ଼ିଶାର ସର୍ଭେ ରିପୋର୍ଟ ଘରେ ଅଖାରେ ବନ୍ଧା ଯାଇଛି। ସବୁ ଯେତେ ମାନେ ଜିଲ୍ଲା ପରିଷଦ ଜୋନ ୱାଇଜ ସର୍ଭେ ସବୁ ଅଖାରେ ବନ୍ଧା ଯାଇଛି। 2004ର ନିର୍ବାଚନ ଦେଖିବେ, 2009 ଏବଂ 14 ମୋଷ୍ଟ 14ର ଅଧା ଦିଆଯାଇଥିଲା ବର୍ତ୍ତମାନ ଯୋଉମାନେ ଦାୟିତ୍ୱ ନିଆଯାଇଛନ୍ତି। 9ଟାକୁ ସମ୍ପୂର୍ଣ୍ଣ ଭାବରେ 2009ର ଏଣ୍ଟାର ବିବରଣୀ ଘରେ ଅଖାରେ ବନ୍ଧା ଯାଇଛି।
ତେଣୁ ପରିଶ୍ରମ କରୁଛୁ ଦଳ ପାଇଁ, କର୍ତ୍ତବ୍ୟ କରୁଛୁ, ତା ବଦଳରେ ବହୁତ ଲାଞ୍ଛିତ ହେଇଛୁ ଓଡ଼ିଶାର ଜନସାଧାରଣଙ୍କ ପାଖରେ ଆଚ୍ଛା, କର୍ତ୍ତବ୍ୟ କରି। ନବୀନ ପଟ୍ଟନାୟକ କଣ ମିସଲିଡ୍ କରାଯାଉଛି ନା ଏବେ ବି ପାଣ୍ଡିଆନଙ୍କ ନବୀନ ଦଫତର ପଟ୍ଟନାୟକକୁ ଯଦି ମିସଲିଡ୍ କରା ନ ଯାଇଥାନ୍ତା, ମତେ ଯେତେବେଳେ କେନ୍ଦ୍ରମନ୍ତ୍ରୀ ଥାନ୍ତି ନବୀନ ପଟ୍ଟନାୟକଙ୍କ ପାଇଁ ଦୁଇ ଥର ଗଞ୍ଜାମରେ 16 ଦିନ ଥରେ 14 ଦିନ 2 ଥର ନିର୍ବାଚନ ରହିଛି ପ୍ରିୟ ନେତାଙ୍କ ପାଇଁ, ଏବଂ ତାଙ୍କୁ ଯଦି ମିସଲିଡ୍ କରା ନ ଯାଇଥାନ୍ତା, ମତେ ଆଜି ଯାଉ ଯାଉ କହିଦେଲେ, ମୁଁ ଗୋଟିଏ ମିନିଟ୍ ମାଗିଲି, କହିଲେ मेरा शीशा तोड़ दिया। ମୁଁ କହିଲି ସାର୍ नो, ଆପଣଙ୍କ ଦିସ୍ ଇଜ ରଙ୍ଗ ଇନଫର୍ମେସନ। ପ୍ରତାପ ଜେନାଙ୍କ କଥାରେ ଟଙ୍କା ଅର୍ଥ ଦେଲି, 3000 ଲୋକ କଲେକ୍ସନ କଲି, 3000 ଲୋକ ଠିଆ କଲି ପ୍ରେସ ଛକରେ। ଯେତେବେଳେ ମାନ୍ୟବର ପ୍ରିୟ ନେତା କେନ୍ଦ୍ରମନ୍ତ୍ରୀ ଥାନ୍ତି, କଟକ ପ୍ରୋଗ୍ରାମ ହେଇଥାଏ, ଜାଣିନଥାଏ ବିଜୟ ମହାପାତ୍ର ଏବଂ ଆମର ସ୍ଲେଟ ଅଶ୍ୱନୀ ସାମଲ ସମସ୍ତେ ଗୋଟେ ମିଟିଂ କରିଥାନ୍ତି। ଏଠି ରାମକୃଷ୍ଣ ପଟ୍ଟନାୟକ, କାଳନ୍ଦୀ ବେହେରା, କମଳା ଦାସ ଲେଟ ସମସ୍ତେ ଏଠି ପ୍ରତାପ ଜେନାଙ୍କ ନେତୃତ୍ୱରେ ଯୋଗଦାନ କରିଥାନ୍ତି। ଶହୀଦ ଭବନରେ ବିଜୟ ମହାପାତ୍ର ଆଣ୍ଡ ଗ୍ରୁପ କରିଥାନ୍ତି। 3000 ଲୋକ ପାଇଁ ବନ୍ଧୁ ପ୍ରତାପ ଜେନା ଆସି କହିବାରୁ 3000 ଲୋକ ଦେଲି, ଅର୍ଥ ଦେଲି। 10:55 ପହଞ୍ଚିବା ବେଳୁ ନବୀନ ପଟ୍ଟନାୟକ ସାର୍ଙ୍କ ଗାଡି ଆସି ପହଞ୍ଚିଲା। ଯାଇ ପହଞ୍ଚିଲା ବେଳକୁ ପଚାରିଲି ଆପ କାହା ଯାଏଗି? ପ୍ରତାପ ଜେନା କହିଲେ ଜୋବ୍ରା ଯିବେ। ମୁଁ ଜାଣିନଥିଲି ମଧ୍ୟ ଶହୀଦ ଭବନରେ ମିଟିଂ ହଉଛି। ତେଣୁ ଶହୀଦ ଯେତେବେଳେ କହିଲେ ଠିକ ହେ, ଯେତେବେଳେ ଶହୀଦ ଭବନ ଯିବାକୁ କହିଲେ, ଗାଡି ନିଜେ ଜୋରରେ ଚିତ୍କାର କରି ଗାଡି ବୁଲଉଥିଲି ଶହୀଦ ଭବନ ଆଡକୁ। ମୋ ଦାନ୍ତ ଆଜି ବି ଭାଙ୍ଗିଛି, ସେଇଠି ମାରିଲେ ମୁଥି ପଡିଗଲି, ହସ୍ପିଟାଲରେ ରହିଲି। ଦଳ କଣ ବିଭାଜନ ଆଡକୁ ଯାଉଛି ନା ଦଳ ଆହୁରି ଶାଣିତ ହେଇଯିବ ବୋଲି ଭାବୁଛନ୍ତି ଆପଣଙ୍କୁ? ଦଳ ବିଭାଜନ ଆଡକୁ ଯାଉଛି କି ବର୍ତ୍ତମାନ? ଯୋଉମାନେ ଏକଥା ଚିନ୍ତା କରିଛନ୍ତି ସେମାନଙ୍କ ମୁଣ୍ଡରେ ପ୍ରଭୁ ଆହୁରି ସୁବୁଦ୍ଧି ଦିଅନ୍ତୁ, ଆହୁରି ସୁବୁଦ୍ଧି ଦିଅନ୍ତୁ। ଯୋଉମାନେ ଏ ପ୍ରକାର ଚିନ୍ତା କରୁଛନ୍ତି, ଯୋଉମାନେ ଏ ପ୍ରକାର ଚିନ୍ତା କରି ନେଇ ବାହାର ରାଜ୍ୟରେ ଆକାଉଣ୍ଟ ଖୋଲୁଛନ୍ତି ବିଜୁ ଜନତା ଦଳର, ସେମାନେ ଯୋଉ ବାହାର ରାଜ୍ୟରେ କାହାକୁ ନ ଜଣେଇ ଆକାଉଣ୍ଟ ଖୋଲୁଛନ୍ତି, କର୍ପୋରେଟ ଅଫିସ ଭଳି ଭାବୁଛନ୍ତି। ଆପଣ ଭାବୁନାହାନ୍ତି ୟାର ପ୍ରଭାବ ଆପଣଙ୍କ ପୁଅ ବିଧାୟକ ସୌଭିକ ବିଶ୍ୱାଳଙ୍କ ଉପରେ ପଡିବ? ମୁଁ ତ ମୂଳରୁ ମନା କରିଥିଲି। ଏ ନବୀନ ପଟ୍ଟନାୟକ ପାଇଁ ମୋ ଭାଇ ଆଜି ମୋ ଘରକୁ ଆସିପାରୁନାହିଁ, ଆରତ ବିଶ୍ୱାଳ। ମତେ ପ୍ରତ୍ୟେକଟି ଲୋକ ମୋ ସହିତ ଯିଏ ମିଶିଥିବ ଜାଣିଥିବ। ଆଜି ଚିଟ୍ ଫଣ୍ଡ ନାଁରେ ଚାରିଆଡେ ଏବେ ଦେବାଶ୍ରୀ ସାମନ୍ତରା କଣ ଶୁଣିଲି ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। କିଏ ଚିଟ୍ ଫଣ୍ଡ ଚୋର? କାଲି ପ୍ରେସରେ ଜଣା ପଡିବ। ଓଡ଼ିଶାବାସୀଙ୍କ ଆଗରେ ଚିଟ୍ ଫଣ୍ଡ ଚୋର, ଗୋଟିଏ ଟଙ୍କା ଆଙ୍ଗୁଳି କେହି ଦେଖେଇ ପାରିବେ ନାହିଁ। ଏ ଜୋରରେ କହେ ମାନେ ନିଷ୍ଠାପର ଦଳ ପାଇଁ ରାତି ଅନିଦ୍ରା ବହୁତ ହେଇଛି। ଯୋଉମାନେ କରିଛନ୍ତି କି ଯୋଉମାନେ ନେଇଛନ୍ତି ନେତୃତ୍ୱ, ସେ ରାତି ଅନିଦ୍ରା ହେଇନାହାନ୍ତି। ଆପଣ ଏ ବାବଦରେ ଭେଟିବେ, ଆଲୋଚନା କରିବେ ନବୀନଙ୍କ ସହିତ ଯେ କାହିଁକି ମତେ ଏକ୍ସପେଲ କରାଗଲା? କରିଛନ୍ତି ଏକ୍ସପେଲ କରିଛନ୍ତି ପାର୍ଟିରେ। ମତେ ଥରେ କରିଥିଲେ 2 ଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ କହୁଛି ଖଇରିଆ ପୋଷାକ ପିନ୍ଧିଛି, 2 ଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ କହିଛି। ଥରେ କରିଥିଲେ ପାର୍ଟିରୁ ସସ୍ପେଣ୍ଡ କରିଥିଲେ, ପୁଣି ଆଜି ଏକ୍ସପେଲ କରିଥିଲେ। ତେଣୁ ଠିକ ଅଛି, ଗ୍ରହଣ କରୁଛି। ସମୟ ବଳବାନ, କିନ୍ତୁ ସମୟ ସବୁ କଥାର ଜବାବ ଦବ। ପରିଶ୍ରମ କୋଟି ବୃଥା ହୁଏନି। ବହୁ ପରିଶ୍ରମ ନବୀନ ପଟ୍ଟନାୟକ ପାଇଁ, ପ୍ରିୟ ନେତାଙ୍କ ପାଇଁ କରିଛି, ବହୁତ ପରିଶ୍ରମ। ଯୋଉମାନେ ଅଛନ୍ତି ଚାରିପଟରେ ସେ ପରିଶ୍ରମ କଣ ଜାଣନ୍ତି ନାହିଁ। ଆଜି ଯୋଉ ହେଇଛି ବହୁ ପରିଶ୍ରମ ହେଇଛି, ଆଉ ସେ ପରିଶ୍ରମର ଚକ୍ରାନ୍ତର ଶିକାର ହେଇ ଆଜି ଡୁପ୍ଲିକେଟ ଷ୍ଟାମ୍ପ ପେପର ବନେଇ ଏ ଧଳା ପୋଷାକରୁ ଆଜି ନାଲି ପୋଷାକ ପିନ୍ଧୁଛି। କେବଳ ସେଇଥିପାଇଁ ସମୟ ହିଁ ସବୁ କଥାର ଜବାବ ଦବ। ଧନ୍ୟବାଦ, ନମସ୍କାର।